ବହିଟିର ନାମ ଯୋଗୀ ଗୋବିନ୍ଦ ଚନ୍ଦ୍ର। ଏହାର ଲେଖକ ଓ ସଂକଳକ ହେଉଛନ୍ତି ପଣ୍ଡିତ ରଘୁନାଥ ରାଉତ। ଏହାର ପ୍ରକାଶକ ହେଉଛନ୍ତି ସତ୍ୟନାରାୟଣ ବୁକ୍ ଷ୍ଟୋର। ଏହାର ପ୍ରଥମ ସଂସ୍କରଣ 2013 ମସିହାରେ ହୋଇଥିଲା। ଚାଲନ୍ତୁ ଏବେ ଏହି ଯୋଗୀ ଗୋବିନ୍ଦ ଚନ୍ଦ୍ର ଏବଂ ଏହାର ଲେଖକ ପଣ୍ଡିତ ରଘୁନାଥ ରାଉତଙ୍କ ବିଷୟରେ ଆଲୋଚନା କରିବା। ଯଦି ଏହି ଯୋଗୀ ଗୋବିନ୍ଦ ଚନ୍ଦ୍ର ପୁସ୍ତକଟି ସମ୍ବନ୍ଧରେ ସମ୍ପୂର୍ଣ୍ଣ ଭାବରେ ଜାଣିବାକୁ ଚାହୁଁଛନ୍ତି ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମର ନୂଆ ନୂଆ ଭିଡ଼ିଓର ଅପଡ଼େଟ୍ ଆପଣ ପାଇପାରିବେ। ଚାଲନ୍ତୁ ଏବେ ଏହାର ଲେଖକ ଏବଂ ସଂକଳକ ପଣ୍ଡିତ ରଘୁନାଥ ରାଉତଙ୍କ ବିଷୟରେ ଆଲୋଚନା କରିବା। ଆଧ୍ୟାତ୍ମିକ ଜୀବନ ସର୍ବଦା ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ରହିଛି। କେତେକ ଲୋକ ଅଧ୍ୟାତ୍ମକୁ ଏକ ଚମତ୍କାରିତା, ଅଲୌକିକ ଏବଂ ଦିବ୍ୟ ଜୀବନ ମନେ କରନ୍ତି ତ କେତେକ ଅଧ୍ୟାତ୍ମିକକୁ ଏକ ସାଧାରଣ ଘଟଣା ବୋଲି ଭାବନ୍ତି। କିନ୍ତୁ ବାସ୍ତବତା ତାହାଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଯେକୌଣସି ବ୍ୟକ୍ତି ଚାହିଁଲେ ନିଜକୁ ଆଧ୍ୟାତ୍ମିକ ଯାତ୍ରାରେ ସାମିଲ କରି ଜୀବନକୁ ଆଧ୍ୟାତ୍ମିକ କରିପାରିବ। ଆଧ୍ୟାତ୍ମିକ ଜୀବନ ହେଉଛି ଜୀବନର ସିଦ୍ଧାନ୍ତକୁ ଆମୂଳଚୂଳ ବଦଳାଇ ଦେବାର ଅନ୍ୟ ନାମ। ଭଗବାନଙ୍କ ଗୁଣକୁ, ବିଶେଷତ୍ୱକୁ ନିଜ ଭିତରେ ଧାରଣ କରିବାର ଅନ୍ୟ ନାମ। ଏହି ଜୀବନ କାହାକୁ ଭିକାରୀ ହେବା ଦ୍ୱାରା ମିଳିନଥାଏ, ବରଂ ଯୋଗୀ ଗୋବିନ୍ଦ ଚନ୍ଦ୍ରଙ୍କ ଭଳି ଭିକ୍ଷୁ ହେବା ଦ୍ୱାରା ହିଁ ମିଳିଥାଏ। ଭିକ୍ଷୁର ଅର୍ଥ ସର୍ବତ ଭାବେ ଜୀବନୋତ୍ସର୍ଗ, ନିଜର ଉଦ୍ଧାର ସହିତ ସାରା ଜଗତର ଉଦ୍ଧାର। ଆଧ୍ୟାତ୍ମର ଯେଉଁ ତପ, ଯୋଗ, ଜ୍ଞାନ ଏବଂ ଭକ୍ତି ଚାରୋଟି ତତ୍ତ୍ୱ ଅଛି, ସେହି ସବୁ ତତ୍ତ୍ୱ ଏବଂ ଜୀବନ ପଦ୍ଧତିକୁ ଗ୍ରହଣ କରି ଯେକୌଣସି ସାଧାରଣ ଲୋକ ମଧ୍ୟ ନିଜ ଜୀବନରେ ଆଧ୍ୟାତ୍ମିକତାର ସମାବେଶ କରିପାରିବେ। ଗୀତ ଗୋବିନ୍ଦ ଚନ୍ଦ୍ରରେ ଯେଉଁ ବିଶେଷ ପ୍ରସଙ୍ଗ ରହିଛି ତାହା ହେଉଛି ନିର୍ବାଣ ପ୍ରାପ୍ତି ବା ଅମରତ୍ୱ ଲାଭ। ନିର୍ବାଣ ପ୍ରାପ୍ତିରେ ସବୁକିଛି ପ୍ରାପ୍ତି ହୋଇଥାଏ। ଏହି ଅବସ୍ଥାରେ କୌଣସି ଦୁଃଖ ନଥାଏ, କାମନା, ବାସନା, ଅହଙ୍କାର ନଥାଏ। ଜଣେ ଜୀବନମୁକ୍ତ ହୋଇଥାଏ, ତା ଅର୍ଥ ଜଣେ ଜୀବନରେ ବଞ୍ଚିକି ମଧ୍ୟ ମୁକ୍ତ ହୋଇଯାଇଥାଏ। ପୃଥିବୀରେ ରହି ମଧ୍ୟ ସ୍ୱର୍ଗର ଅନୁଭୂତି ଲାଭ କରେ। ପ୍ରତ୍ୟେକ ବ୍ୟକ୍ତିର ନିର୍ବାଣ ବା ମୋକ୍ଷ ପ୍ରାପ୍ତ କରିବାର ଅଧିକାର ରହିଛି। ସାଧନା ବଳରେ ସମସ୍ତେ ସେହି ସ୍ୱର୍ଣ୍ଣିମ ଶିଖରରେ ପହଞ୍ଚି ପାରିବେ। ଗୀତ ଗୋବିନ୍ଦ ଚନ୍ଦ୍ର ହେଉଛି ନଶ୍ୱର ସଂସାରରେ ଏହିଭଳି ଈଶ୍ୱରତ୍ୱ ଲାଭର କଥା, ଯାହାକୁ ପାଠ କଲେ ନର ନାରାୟଣରେ ପରିଣତ ହୋଇଯାଏ, ପୁରୁଷରୁ ମହାପୁରୁଷ ହୋଇଯାଏ, ଉପଲବ୍ଧି ଅନନ୍ତ ଗୁଣରେ ସୁବିସ୍ତୃତ ହୋଇଯାଏ। ଭାରତ ହେଉଛି ଦିବ୍ୟଭୂମି, ଦେବଭୂମି। ମୁନି ଋଷି, ସାଧୁସନ୍ଥ, ସନ୍ନ୍ୟାସୀ ଏବଂ ଯୋଗୀମାନଙ୍କର ସାଧନା ଭୂମି, କର୍ମଭୂମି ଓ ଯୋଗଭୂମି। ଏଠାରେ ସବୁକିଛି ଆତ୍ମଜ୍ଞାନ, ଅଧ୍ୟାତ୍ମ ଜ୍ଞାନ ଏବଂ ଯୋଗ ଜ୍ଞାନରେ ପରିପୂର୍ଣ୍ଣ। ଏବେ ଏ ପ୍ରକାର ଯୋଗଭୂମିରେ ଭୋଗବାଦ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି, ଯେଉଁଥିପାଇଁ ଭାରତର ଗରିମା, ଗୌରବ, ସମ୍ମାନ ଏବଂ ମହାନତା ଆହତ ହେବାରେ ଲାଗିଛି। ଯୋଗୀ ଗୋବିନ୍ଦ ଚନ୍ଦ୍ରର ଚରିତ ଆମକୁ ମନେ ପକାଇ ଦିଏ କି ଥିଲା ଏ ଦେଶ, କି ହୋଇଛି ଆଜି। ଭୋଗବାଦର ଅସରତା ଅନୁଭବ କରି ଏ ଦେଶର ଜଣେ ରାଜା ପୁଅ ତାର ରାଜ୍ୟଭୋଗ, ଧନ ସମ୍ପଦ, ଅନେଶ୍ୱତ ରାଣୀ ସବୁକୁ ଛାଡ଼ି ନିଜର ଆତ୍ମକଲ୍ୟାଣ ଏବଂ ବିଶ୍ୱ କଲ୍ୟାଣ ପାଇଁ ଯୋଗୀ ହୋଇଯାଇଥିଲା। କେବଳ ଗୋବିନ୍ଦ ଚନ୍ଦ୍ର ନୁହନ୍ତି, ସନ୍ଥ ଅରକ୍ଷିତ ଦାସ, ତା ପୂର୍ବରୁ ମହାବୀର ଜୈନ, ମହାତ୍ମା ବୁଦ୍ଧ ଏହିପରି ରାଜଭୋଗ ଛାଡ଼ି ସନ୍ନ୍ୟାସ ଗ୍ରହଣ କରିଥିଲେ। ଯେଉଁ ଭାରତ ଏବଂ ଭାରତବାସୀ ଦିନେ ଏପରି ଥିଲେ, ସେହି ଭାରତବର୍ଷକୁ ଦେଖିଲେ ଆଜି ବିଶ୍ୱାସ କରିହୁଏ ନା ଯେ ଏଭଳି ଗୌରବ ସତରେ କ'ଣ ଏ ଦେଶରେ ଥିଲା। ଯେତେବେଳେ ସମଗ୍ର ବିଶ୍ୱ ଆଜି ଭାରତବର୍ଷର ଆଦର୍ଶ ଏବଂ ନୀତିକୁ ଅନୁସରଣ କରୁଛି, ସାରା ବିଶ୍ୱର ଶହ ଶହ କୋଟି ଲୋକ ଏବେ ଏ ଦେଶରେ ଜଣେ ଲଙ୍ଗଳା ଫକୀରର ରାସ୍ତାକୁ ବାଛି ନେଇଛନ୍ତି। ସେହି ଗାନ୍ଧୀ ମହାତ୍ମାଙ୍କ ରାସ୍ତାରେ ଚାଲି ବଞ୍ଚିବାର ସ୍ୱାଧୀନତା ଚାହୁଁଛନ୍ତି। ବଳବାନ ଏକଛତ୍ରବାଦୀ ଶାସକଙ୍କ ସମ୍ମୁଖରେ ଅହିଂସକ କ୍ରାନ୍ତିର ଶଙ୍ଖନାଦ କରୁଛନ୍ତି। ଆମେ ସେତେବେଳେ ପାଶ୍ଚାତ୍ୟ ଶିକ୍ଷା, ପାଶ୍ଚାତ୍ୟ ଅପସଂସ୍କୃତି ଏବଂ ଭୋଗବିଳାସର ଅନୁଗାମୀ ହୋଇ ଚାଲିଛୁ। ଋଣ କୃତା ଘୃତ ବିପତ୍ତି। ଋଣ କରି ଆମେ ଏବେ ଘିଅ ତ ନୁହେଁ, ଜୀବନକୁ ଉପଭୋଗ କରିବାକୁ ମଦ୍ୟପାନ କରୁଛୁ। ଏବେ ଆମ ଦେଶ ଋଣ ଭାରରେ ଏବେ ବୁଡ଼ିଗଲାଣି ଯେ ସେ ଋଣ ପରିଶୋଧ କରିବା ପାଇଁ ଦୋହରା ଆମକୁ ଋଣ କରିବାକୁ ପଡ଼ୁଛି। ସମ୍ପ୍ରତି ଆମର ଇଷ୍ଟ ରାଷ୍ଟ୍ର ନୁହେଁ, ଇଷ୍ଟ ହେଉଛି ଟଙ୍କା। ଆମର ଇଷ୍ଟ ପରମାର୍ଥ ନୁହେଁ, ଇଷ୍ଟ ହେଉଛି ସ୍ୱାର୍ଥ।
ତ୍ୟାଗ ନୁହେଁ, ଇଷ୍ଟ ହେଉଛି ଭୋଗ। ଦେଶ ସେବାଠାରୁ ଲୋକ ସେବାଠାରୁ ଆତ୍ମସେବାକୁ ଆମେ ଅଧିକ ପ୍ରାଧାନ୍ୟ ଦେବାରେ ଲାଗିଛୁ। ସମାଜ ପ୍ରତି, ଦେଶ ମାତୃକା ପ୍ରତି ଆମର ପ୍ରଗାଢ଼ ତ୍ୟାଗ, ତିତିକ୍ଷା, ସମର୍ପଣର ଭାବନା ନାହିଁ। ରାଷ୍ଟ୍ର ପ୍ରତି ସମର୍ପଣର ଭାବ ନାହିଁ। ରାଷ୍ଟ୍ରକୁ ଏକ ସମୃଦ୍ଧ ରାଷ୍ଟ୍ରର ସ୍ୱୀକୃତି ଦିଏ। ସ୍ୱଚ୍ଛତା ଏବଂ ସଚ୍ଚୋଟତା ହିଁ ରାଷ୍ଟ୍ରର ଭୂଷଣ। ସେହି ଭୂଷଣକୁ ଭାରତ ମାତାର ଅଙ୍ଗ ଅବୟବରୁ ଓହ୍ଲାଇ ନେଇ ଆଜି ଆମେ ଭ୍ରଷ୍ଟାଚାରୀ ଦୁରାଚାରୀ ସାଜିଛୁ। ରାଷ୍ଟ୍ରକୁ ସମୃଦ୍ଧ କରିବା ପରିବର୍ତ୍ତେ ଦିନରାତି ଆମେ କେବଳ ଲୁଟିବାରେ ଲାଗିଛୁ। ଏହି ହେଉଛି ସେହି ମହାନ ଭାରତ। ଆମର ଆଦର୍ଶ ଆଜି ବୁଦ୍ଧ, ମହାବୀର, ଅଶୋକ, ଗୋପବନ୍ଧୁ ନୁହନ୍ତି କି ସନ୍ଥ ଯୋଗୀ ଗୋବିନ୍ଦ ଚନ୍ଦ୍ର, ଅରକ୍ଷିତ ଦାସ ନୁହନ୍ତି। ଆମର ଆଦର୍ଶ ଆଜି କାଲମାଡ଼ି, ମଧୁକୋଡ଼ା, ନୀରା ଗଡ଼ିଆମାନେ, ପୁଣି ରାଜୁରାଜା ସୁଖରାମଙ୍କ ପରି ଦେଶ ଲୁଟେରାମାନେ। ଆଜି ଆମେ ନିଜର ଭୋଗ ପାଇଁ ଏ ଦେଶର ମାଟିକୁ ଲୁଟିବାରେ ଲାଗିଛୁ। ଖଣିଜ ସମ୍ପଦ, ବନ୍ୟ ସମ୍ପଦକୁ ଲୁଟିବାରେ ଲାଗିଛୁ। ଏହା ଥିଲା ଯୋଗୀ ଗୋବିନ୍ଦ ଚନ୍ଦ୍ର ପୁସ୍ତକଟି ସମ୍ବନ୍ଧରେ କିଛି ଆଲୋଚନା। ଯଦି ଏ ବହିଟିକି ଅର୍ଡ଼ର କରିବାକୁ ଚାହୁଁଛନ୍ତି ତେବେ ଆମ ୱେବସାଇଟ୍ odisasub.com କୁ ଭିଜିଟ୍ କରନ୍ତୁ। ଥ୍ୟାଙ୍କ ୟୁ।